কথারে মন খোলা কথা, কথারে মন খোলা কথা, তা সঙ্গে রোষেই গীত কবিতা, কেতে খুশি গপ হস মজা, শুনিবে আমার প্রিয় জনতা। আসন্তু তেবে শুনিবাইবে, আসন্তু তেবে শুনিবাইবে, কথারে কথারে কেতে কথা, কথারে কথারে কেতে কথা, কথারে কথারে কেতে কথা, কথারে কথারে কেতে কথা। ହ୍ୟାଲୋ ହ୍ୟାଲୋ ହଁ ଅପା। ହଁ ଅମ୍ବିକା ଆଜ୍ଞା ନମସ୍କାର। ଆପଣ ଆମର ଆମର ମୋର ଆଦରଣୀୟ ସମ୍ମାନନୀୟ ଅପା ବିରଜା ଦେବୀ କହୁଛନ୍ତି ତ ନା ଆଉ କିଏ? ନିଶ୍ଚୟ ଦୀର୍ଘାୟୁ ହୁଅ, ଦୀର୍ଘାୟୁ। ଆଜ୍ଞା ଦୀର୍ଘାୟୁ ହୁଅ, କାର୍ଯ୍ୟରେ ସଫଳ ହୁଅ, ଦୀର୍ଘାୟୁ ହୁଅ। ଆପଣଙ୍କୁ ପାଦ ଛୁଆଁ ପ୍ରଣାମ କରୁଛି ଫୋନରେ। ହଁ ଆଜ୍ଞା ଆଜ୍ଞା ହଁ କୁହ କଣ କହୁଛ? ନାଇଁ ମୁଁ ଫୋନ କଲି ଅପା କେମିତି ଅଛନ୍ତି, କଣ କରୁଛନ୍ତି, ସେଥିପାଇଁ ଟିକେ ମନେ ପକେଇଲି, କେତେ ଦିନଠୁ କଥା ହେଇନଥିଲି ଆଉ। ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ଆଜିକାଲି ଯୋଉ ଓଲ୍ଡ ଏଜ ହୋମ ତିଆରି ହଉଛି ସେଠି ପିଲାମାନେ ତାଙ୍କ ବାପା ମା ଗୁରୁଜନ ମାନଙ୍କୁ ମନେ ପକେଇବା, ସେ ଗୁରୁଜନ ମାନଙ୍କର ବହୁତ ବଡ ଭାଗ୍ୟ। ଆଚ୍ଛା ଅପା ଆପଣ ତ ଏତେ କାମ ସବୁ କରୁଛନ୍ତି ସୋସିଆଲ ୱାର୍କ, ଯେ ମୁଁ ବି ଆପଣଙ୍କ ବିଷୟରେ ବହୁତ କିଛି ଜାଣିଛି। ସୋସିଆଲ ୱାର୍କ କରୁଛନ୍ତି, ଆଉ ଲେଖା ଲେଖି ତ ଏତେ ବଢିଆ କରୁଛନ୍ତି। ଆପଣ ଏତେ ସୁନ୍ଦର କବିତା ଲେଖନ୍ତି, ଆପଣଙ୍କ ପେପର ସବୁ ବାହାରେ। ତା ସହିତ ମୁଁ ଷ୍ଟେଜରେ ବି ଶୁଣିଛି ଆପଣଙ୍କର ଯୋଉ କଣ କହିଲେ ଆମର କବିତା ଆସରରେ ବି ଆପଣ ବାରିପଦାରେ ରହୁଛନ୍ତି ନାଇଁ କି? ହଁ ବାରିପଦାରେ ରହୁଛି, ଏବେ କରୋନା ପାଇଁ ବାରିପଦାରେ ରହୁଛି। ନହେଲେ ସାଧାରଣତଃ ମୁଁ ତ ବୁଲେ ବହୁତ, ମାନେ ଚାରିଆଡେ ବୁଲେ। ଏବେ ବିଶେଷ ଭାବରେ ଓଡିଶା ବାହାରକୁ ଯାଉନି, ଓଡିଶାର ବିଭିନ୍ନ ଜିଲ୍ଲାରେ ବୁଲୁଛି। ସୋସିଆଲ ୱାର୍କ ର ଯୋଉ କାର୍ଯ୍ୟକ୍ରମ ମନେକର ଅନୁଗୁଳ, କାମାକ୍ଷାନଗର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଏଇ ସବୁ କାର୍ଯ୍ୟ ଆହୁରି ସବୁ ଆଉ। ହଁ ଆଚ୍ଛା ଆପଣ ଯୋଉ କହିଲେ ନା ସୋସିଆଲ ୱାର୍କ ପାଇଁ ଯାଉଛନ୍ତି ସବୁ କୋଉଠିକି, ଆମର ବାହାରକୁ ସବୁ ଯାଉଛନ୍ତି, ସେ କଣ ସବୁ ଆପଣଙ୍କର କଣ ମାନେ ସୋସିଆଲ କହିଲେ କୋଉ କାମ କରନ୍ତି ଆପଣ? ମାନେ କାର୍ଯ୍ୟକ୍ରମ ହେଲେ କଣ, ମାନେ ଏଇଠି ମନେକର ବାରିପଦାରେ କିଛି ଦିନ ରହିଲି, ତାହେଲେ ମୁଁ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟିର ତାର ମେମ୍ବର, ମୁଁ ହାଇକୋର୍ଟରେ କନସିଲେଟର ଟ୍ରେନିଂ ନେଇଛି। ସେଥିପାଇଁ ଯେମିତି କୋର୍ଟ କୁ ନ ଆସିକିରି, ମୁଁ ନିଜେ ଆଡଭୋକେଟ କିନ୍ତୁ କୋର୍ଟ କୁ ନ ଆସିକିରି ବି ଯେମିତି କମ୍ପ୍ରମାଇଜ ରେ ହେଇପାରିବ, ମାନେ କୋର୍ଟ କେସ୍ ହବନି କମ୍ପ୍ରମାଇଜ, ଯେମିତି ସ୍ୱାମୀ ସ୍ତ୍ରୀ ଭିତରେ ହଉ, ଘର ପରିବାର ଭିତରେ ହଉ, ତାପରେ ଯୋଉ 150 ଯୌତୁକ ପାଇଁ ହଉ, କିମ୍ବା ଆମର ଯୋଉ ଏଇ ଯୋଉ ଜମିବାଡି ଇଏ ହୁଅ, ଦେଖ, ତାପରେ ଗୁରୁଜନଙ୍କ ପ୍ରତି ହଉ, ଏ ତ ସୁପ୍ରିମକୋର୍ଟ ର ବହୁତ ଗୁଡାକ ଆଇନ ଆସି ଯାଇଛି ନା, ତାକୁ ତ ଗାଁ ମାନଙ୍କୁ ପହଞ୍ଚି ପାରୁନି ସେଗୁଡା। ତେଣୁ ମୁଁ ବ୍ଲକ ର ବିଡିଓ ମାନଙ୍କ ସାଙ୍ଗରେ ଯୋଉ ଆଲୋଚନା ହେଇଛି, ଡିଷ୍ଟ୍ରିକ୍ଟ ଜଜ୍ କରିଛନ୍ତି, ମୁଁ ଗଲେ ମନେକର 4ଟା ଜେଲ, ଆମର ଇଏ ମୟୂରଭଞ୍ଜ ଜିଲ୍ଲାର 4ଟା ଜେଲ, ସେ 4ଟା ଜେଲରେ ଯାଇକି ସେମାନେ ଭାବୁଛନ୍ତି ଯୋଉମାନେ ଦୋଷୀ ହେଇଛନ୍ତି ସେମାନେ ପ୍ରକୃତରେ ତା ଭିତରେ ଅନେକ ଦୋଷୀ ବି ନଥାନ୍ତି। ଅନେକ ବିନା ଦୋଷରେ ବି ସଜା ପାଉଥାନ୍ତି। ତାଙ୍କୁ ସେଇ କଥା କହେ ଯେ ଦେଖ, ଯେତେ ପର୍ଯ୍ୟନ୍ତ ମଣିଷ ଧରା ନ ପଡିଛି ସେତେ ଦିନ ପର୍ଯ୍ୟନ୍ତ ସେ ଚୋର ନୁହେଁ, ଯେତେବେଳେ ଧରା ପଡେ ସେତେବେଳେ ଚୋର ହୁଏ। ଏଇ ହଉଛି ଆମ ଭିତରେ ବିଚାର ହଉଛି ଏଇଆ, ତାକୁ ହିଁ ମୁଁ ଚେଞ୍ଜ କରେ ତାଙ୍କୁ। ସ୍ତରରେ ତୁମେ ବ୍ୟସ୍ତ ବିବ୍ରତ ହେଇପଡନି। ଆଜ୍ଞା ବହୁତ ବଢିଆ କାମ କରୁଛନ୍ତି କଥା କହେ ନିର୍ଭୟା କଥା। ଦେଖ, ନିର୍ଭୟା 7 ବର୍ଷ ଜଗିଲା, ଏତେ ସବୁ ଜାଣିବା ପରେ ମଧ୍ୟ ଓକିଲ ମାନଙ୍କର ଯୋଉ ମାନେ ଆଇନ ଉପରେ ଯୋଉ ଚାଲିଲା ତର୍ଜମା, ସେଥିରେ 7 ବର୍ଷ ଲାଗିଗଲା ଦଣ୍ଡ ପାଇବା ପାଇଁ। ସ୍ତ୍ରୀ ଲୋକମାନଙ୍କ ଉପରେ ହଉ ଯୋଉ ଅତ୍ୟାଚାର ହଉଛି, ଝିଅ ମାନଙ୍କ ଭିତରେ ଯୋଉ ଏ ଯୋଉ ବ୍ୟଭିଚାର ହଉଛି, ଯୋଉ ପିଲାମାନଙ୍କ ଭିତରେ ସଂସ୍କାର ନାହିଁ, ସବୁଠୁ ଦୁଃଖର କଥା ହଉଛି ଯେ ମା, ମାଉସୀ, ବଡ ଭଉଣୀ, ମାଇଁ, ଖୁଡି, ଏମାନେ ସଂସ୍କାର ଦଉନାହାନ୍ତି। ସେଇଗୁଡାକ ମୁଁ ବିଶେଷ ଭାବରେ ତାକୁ କରେ। ବିନା ଯୌତୁକରେ କେମିତି ବାହା ହେଇପାରିବେ, ପୁଅ ପିଲାମାନେ କେମିତି ଝିଅ ପିଲାମାନଙ୍କ ସହିତ ସହପାଠୀର
ଯେମିତି ଭଉଣୀ ଭଳିଆ ସହପାଠୀ ଭଳିଆ ବ୍ୟବହାର କରିପାରିବେ ଆଜ୍ଞା ଏସବୁ କାର୍ଯ୍ୟକ୍ରମ ହୁଏ। ବହୁତ ସୁନ୍ଦର କାର୍ଯ୍ୟକ୍ରମ କରୁଛନ୍ତି ଆପା। ମନେକର ଭୂଦାନର କାର୍ଯ୍ୟକ୍ରମ କରେ। ମୁଁ ଭୂଦାନର ଚେୟାରମ୍ୟାନ ବି ଢେଙ୍କାନାଳର 2 ବର୍ଷ ଥିଲି। ଯୋଉ ଭୂମିହୀନ ମାନଙ୍କୁ ଭୂମିବାନ ଲୋକଙ୍କ ଠାରୁ ଯୋଉ ଭୂମିହୀନ ମାନଙ୍କୁ ସନ୍ଥ ବିନୋବା ଜମି ଦେଇଛନ୍ତି ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଅଛି। ସେ ବିନୋବା ସ୍ମାରକ ନିଧି ଯୋଉ ଅଛି ସେଠୁ ଆମେ ଦଉ ତାଙ୍କୁ ଯୋଉ ଭୂମିହୀନ ଲୋକମାନଙ୍କୁ ବି ଜମି କେମିତି ଦିଆଯିବ ତାର ବ୍ୟବସ୍ଥା କରାହୁଏ ଯେମିତି ଭୂମିହୀନ ଲୋକ କଷ୍ଟ ନ ପାଉ। ଆଚ୍ଛା ବହୁତ ବଢିଆ କାମ କରୁଛନ୍ତି ଆରେ ବାପରେ ବହୁତ ସୁନ୍ଦର କାମ କରୁଛନ୍ତି। ଏତେ ଆପଣଙ୍କୁ ଯାହାହେଲେ ବି ଯୋଉ ବୟସରେ ଆପଣ ଯେତିକି ବୟସରେ ପହଞ୍ଚନ୍ତି ମୁଁ ତ ପର୍ଟିକୁଲାର ବୟସ ଆପଣ ଜାଣିନି ଯାହା ବି ଯେତିକି ଅନୁଭବ କରୁଛି 70 ପାରି ହେଇଗଲିଣି ମା। ସତରେ ନା ଆମ ହଁ 70 ମୋର 70 ହେଇଗଲାଣି। ଆରେ ବାପରେ 70 ବର୍ଷ ବୟସରେ ବି ଆପଣ ସୋସିଆଲ ୱାର୍କ କରୁଛନ୍ତି ପୁଣି ବାହାରେ ବୁଲି ବୁଲି? ନାଇଁ ମୁଁ ଚାଲିକିରି କରୁଛି ମାନେ ବାହାର ଷ୍ଟେଟ କୁ ଯାଇକି କରୁଛି ବି ଓଡିଶାର ଭିତରକୁ। ସେଟା ତୁମେ ଗୋଟିଏ କଥା ମନେ ରଖ ତୁମେ ଯୋଉ କାର୍ଯ୍ୟକ୍ରମ କରୁଛ ତୁମ ଭିତରେ ଯଦି ମାନସିକ ଶକ୍ତି ନାହିଁ ତୁମ ଭିତରେ ଯଦି ବିଚାର ଆଉ ଚେତନା ଶକ୍ତି ନାହିଁ ଦିବ୍ୟ ଚେତନା ନାହିଁ ତାହେଲେ ତୁମେ କୌଣସି କାର୍ଯ୍ୟକ୍ରମ କରିପାରିବ। ଏକଦମ ରାଇଟ ଅପା ବହୁତ ସୁନ୍ଦର କଥା ଆପଣ କହିଲେ ଏଇଟା ସତ କଥା। ତେଣୁ ମୋ ଭିତରେ ଯୋଉ ସେ ବିଚାରଟା ଅଛି ମୁଁ କରିବି କାର୍ଯ୍ୟକ୍ରମ। ତେଣୁ ମୋର ତ ଡିସେମ୍ବର 11ରେ 71 ହେଇଯିବ। ଆଜ୍ଞା ଆଜ୍ଞା ଅପା ଯାହା ହଉ ଆପଣ ମୋର ମାତୃତୁଲ୍ୟା କିନ୍ତୁ ଯେହେତୁ ଆମ ସାହିତ୍ୟରେ ଗୋଟେ ଅପା ଡାକିବାର ଗୋଟେ ପ୍ରଥା ରହିଛି ମୁଁ ସେଥିପାଇଁ ଆପଣଙ୍କୁ ଅପା ଡାକୁଛି ଖରାପ ଭାବିବେନି ଅପା। ଡାକିଲେ ଅପା ତ ପିଉସୀ ନୁହେଁ କି ବାପର ଭଉଣୀ ତ। ହଁ ପିଇସି ହିସାବରେ ଅପା ଡାକୁଛି। ଥ୍ୟାଙ୍କ ୟୁ ଅପା ମତେ ବଢିଆ କଥାଟେ କହିଲେ। ହଁ ବାପର ଭଉଣୀ ହିସାବରେ ଅପା ଡାକୁଛି। ବାପର ମୁଁ କେବେ ମାର ଭଉଣୀ ହବା ପାଇଁ ଚାହେଁନି କାହିଁକି ନା ସୁପ୍ରିମକୋର୍ଟ ଅର୍ଡର ଦେଇଛି ବାପର ଯିଏ ଭଉଣୀ ତା ପାଇଁ ତୁମେ ତୁମ ଘରେ ରହିବା ପାଇଁ ମନା କରିପାରିବନି। ଆଚ୍ଛା ହଁ ହଁ ଆଚ୍ଛା ହଁ ନିଶ୍ଚୟ କିନ୍ତୁ ମା ଭଉଣୀ ପାଇଁ ସେ ଆଇନ ନାହିଁ। ଆଚ୍ଛା ଆଚ୍ଛା ଅପା ଆପଣଙ୍କର ତ ଏତେ ସୁନ୍ଦର କଥା ଜାଣିଲି ଆପଣଙ୍କ ବିଷୟରେ ସୋସିଆଲ ୱାର୍କ କରୁଛନ୍ତି ଜାଣିଥିଲି କିନ୍ତୁ କେତେ କଣ ସବୁ କରୁଛନ୍ତି ଜାଣିନଥିଲି ବହୁତ ଜାଣିଲି। ଆଉ ଆପଣ ମତେ ଗୋଟେ ଭଲ ରୋଷେଇ କଣ କରିକି ଜାଣିଛନ୍ତି ଯଦି ବତେଇଲେ ମୁଁ ଖୁସି। ରୋଷେଇ ଆମ ସମୟରେ ତ ଯୋଉ ବିଚିତ୍ର ବିଚିତ୍ର ରୋଷେଇ ହଉଥିଲା ଆମ ସମୟର ସନ୍ତୁଳା ତୁମର ଏଠିକାର ସେ ବିରିୟାନୀ ଆଉ ସେ ଯୋଉ ଚିକେନ ଫ୍ରାଏ ତା ଠାରୁ ବହୁତ ସୁନ୍ଦର। ମୁଁ ତୁମକୁ ଗୋଟେ ଭଲ କଥା କହିଦଉଛି ନିର୍ମଳା ଦେଶପାଣ୍ଡେ ଠୁ ଆରମ୍ଭ କରି ଯୋଉ ବଡ ବଡ ପଲିଟିକାଲ ନନ୍ ପଲିଟିକାଲ ସୋସିଆଲ ୱାର୍କର ଯୋଉ ରହୁଥିଲେ ମୁଁ ଯୋଉ ବାହାରେ ବୁଲୁଥିଲି ସବୁବେଳେ ସେମାନେ ଗୋଟେ ରୋଷେଇ ଭାରି ପସନ୍ଦ କରନ୍ତି ସେଟା ହଉଛି କଲରା ଖଟା ମିଠା। ଆରେ ବାପରେ କଲରା ଖଟା ମିଠା। କଲରା ଖଟା ମିଠା ମୁଁ ତୁମକୁ କହିଦଉଛି ତୁମେ କରିକି ଦେଖିବ ତୁମ ପିଲାମାନେ ବି ଆଉ ତୁମର ଯୋଉ ବନ୍ଧୁବାନ୍ଧବ ଆସିବେ ସେମାନେ ବି ବହୁତ ଖୁସି ହେବେ ଖାଇକି। କାହିଁକି ନା ଆକୁ ଭାତ ରୁଟି ପରଟା ପୁରୀ ବିରିୟାନୀ ସବୁଥିରେ ତୁମେ ଖାଇପାରିବ। ଆରେ ବାପରେ ବହୁତ ବଢିଆ କଥା ଅପା ଟିକେ କୁହନ୍ତୁ ତ କେମିତି କରନ୍ତି? ହଁ ଶୁଣ ପ୍ରଥମେ କଲରାକୁ ପତଳା ପତଳା ଛୋଟ ଛୋଟ କରି କାଟିବ। ଗୋଲ ଗୋଲ କାଟିଲେ ଭଲ। ଅଳ୍ପ ଆଳୁ ଦବ ଅଳ୍ପ ବି ଚୋପା ଛଡେଇକି ଛୋଟ ଛୋଟ କାଟିବ ଟିକେ ଭାଜିକିରି ରଖିଦବ। ମସଲା ଯେମିତି ତୁମେ ମାଛ ମାଂସ କରୁଛ ମସଲା ଦଉଛ ପିଆଜ ରସୁଣ ଲଙ୍କା ଅଦା ଇଏ ଧନିଆ ଅଳ୍ପ ବେଶୀ ଟିକେ ଧନିଆ ଅଳ୍ପ ଟିକେ ଜିରା ଏମିତି କରିକିରି ମସଲାକୁ ସୁନ୍ଦର ଭାବରେ ଗ୍ରାଇଣ୍ଡ କରିଦବ। ଏଇ ଯୋଉ ଭାଜିକି ରଖିଥିବ ତାକୁ ମସଲାକୁ ତୁମେ କଷିଦବ ଆଗେ ଭଲକିରି। ଟମାଟୋ ଯଦି ଦବ ତାହେଲେ ଟମାଟୋକୁ ଚିପୁଡିକିରି ତା ରସ ଦବ ତା ଚୋପା ଫୋପା କିଛି ଦବନି। ଯଦି ଟମାଟୋ ନଦବ ତାହେଲେ ଟମାଟୋ ନଦବାଟା ହିଁ ଭଲ। ତେନ୍ତୁଳି ଆଉ ଗୁଡ ଅଳ୍ପ ଟିକେ ଗୋଳେଇକି ରଖିଥାଅ। ଏ ମସଲାରେ ମସଲା କଷିବ ମସଲା ଯେତେବେଳେ ତେଲ ଛାଡିବ ସେତେବେଳେ ଏଇ ଯୋଉ ଆଳୁ ଆଉ କଲରା ତୁମେ ଭାଜିକି ରଖିଛ ତାକୁ ପକେଇବ। ଯେତେବେଳେ ସେ ଆଳୁ କଲରା ଇଏ ସବୁ ଲଟପଟ ହେଇଯିବ ସେତେବେଳେ ଯୋଉ ତେନ୍ତୁଳି ରସ ଆଉ ଚିନି ନହେଲେ ଗୁଡ ଯାହା ଦେଇଥାଅ ତୁମ ଇଚ୍ଛା ଅନୁସାରେ ଯେତିକି ଖଟା ଯେତିକି ମିଠା ତୁମେ ପସନ୍ଦ କର ସେଇ ତାକୁ ଦବ। ତାପରେ ତୁମେ ଲୁଣ ଆଉ ହଳଦୀ ଦବ। ହଳଦୀ ମସଲାରେ ଅଳ୍ପ ଟିକେ ଦେଇଥିବ ଟିକେ ଖାଲି ହଳଦୀ ଦବ ଟିକେ ଲୁଣ ଦବ ଆଉ ତେଜପତ୍ର ଫେଜପତ୍ର ୟା ସବୁ ପକେଇବନି। ଭୃଷଙ୍ଗ ପତ୍ର ପକେଇଲେ ହବ? ନା ନା ଭୃଷଙ୍ଗ ପତ୍ର ପକେଇବନି। ନାଇଁ ଭୃଷଙ୍ଗ ପତ୍ର ନାହିଁ କିଛି ପତ୍ର ନାହିଁ। ଖାଲି ଯେତେବେଳେ ତେଲ ପକେଇବ ସେଠି ମସଲା ପକେଇବା ପୂର୍ବରୁ ଅଳ୍ପ ଟିକେ ଦବ ଫୁଟଣ ଆଉ ଯୋଉ ଗୁଜୁରାତି ଲବଙ୍ଗ ଯୋଉ 2-4ଟା ଶୁଖିଲା ସେଇଟା ତୁମେ ପକେଇ ଦେଇପାର ଅନ୍ୟ କିଛି ନୁହଁ।
ତାପରେ ଏଇ ମସଲାଟା ପକେଇଦେବ। ଆ ଦେହରେ ଖର୍ଚ୍ଚ ଅଧିକା ନାହିଁ ଆଉ ପରିଶ୍ରମ ବି ଅଧିକା ନାହିଁ। ଆଜ୍ଞା ଆଜ୍ଞା ବହୁତ ବଢିଆ ନା। କରିବ ତେନ୍ତୁଳି ଆଉ ଗୁଡକୁ ଧୀରେ କିନି ସେଠି ଢାଳିଦବ, ଗୋଳେଇ ଗାଳେଇ ଦବ। ଧନିଆ ପତ୍ର ଏକଦମ ଗୁଣ୍ଡ କାଟିକିରି ଦବ। ହଁ, ଧନିଆ ପତ୍ର ଗୁଣ୍ଡ ଗୁଣ୍ଡ କାଟିକି ଦେଇଦବ। ଆଜି କସୁରୀ ମେଥି କିଛି ଦରକାର ନାହିଁ ତା ଦେହରେ। ଖାଲି ତୁମେ ଗୁଜୁରାତି ଗୁଣ୍ଡ ଟିକେ ଲାଷ୍ଟରେ ପକେଇ ଦେଇପାର। ଅନେକ ଡାଲଚିନି ଗୁଣ୍ଡ ପସନ୍ଦ କରନ୍ତି କିନ୍ତୁ ଅନେକ ପସନ୍ଦ କରନ୍ତି ନାହିଁ। ତେଣୁ ତୁମେ ଗୁଜୁରାତି ଗୁଣ୍ଡ ଟିକେ ପକେଇଦବ। ପକେଇ ଦେଇକିରି ତାକୁ ଘୋଡେଇକି ରଖିଦବ। ଧନିଆ ପତ୍ର ପକେଇ ଦେଇ ଘୋଡେଇ ଦବ। ମାନେ ଗରମ ଥାଉ ଥାଉ ତାକୁ ରୁଟି ସାଙ୍ଗରେ ଦିଅ, ରୁଟି ପରଟା ପୁରୀ ଯାହା ଦବ ବି ତା ସାଙ୍ଗରେ ଦେଇକି ଥରେ ଟେଷ୍ଟ କରିକି ତାପରେ ମତେ କହିବ। ଆରେ ବାପରେ ଅପା, ମୁଁ କରିକି ଟେଷ୍ଟ କରିବି। ତା ସହିତ ଆପଣଙ୍କୁ ତ କହିବି, ଆପଣଙ୍କୁ କହିବି ଅନ୍ୟମାନଙ୍କୁ ଏଇ ରୋଷେଇଟା ଶିଖେଇବି ଭାବୁଛି। ନା କଣ କହୁଛନ୍ତି ଅପା? ହଁ, ନାଇଁ କଲରା ଯୋଉମାନେ ନ ଖାଆନ୍ତି ପିଲାମାନେ ଟିଫିନ ବି ନେଇପାରିବେ। ହଁ ହଁ, ବହୁତ ବଢିଆ କଥା ଅପା। ଥ୍ୟାଙ୍କ ୟୁ, ଏତେ ସୁନ୍ଦର ରୋଷେଇଟା ମତେ ଶିଖେଇଥିବାରୁ। ଆଉ ଗୋଟେ ଅପା, ଆଉ ଗୋଟେ କଥା ଗୋଟେ ରିକ୍ୱେଷ୍ଟ କରିବି। ମତେ ଆପଣ ଯୋଉ ନାରୀ ମାନଙ୍କ ପାଇଁ ବି ଏତେ କାମ କରୁଛନ୍ତି, ନାରୀ ମାନଙ୍କ ପାଇଁ ତ କିଛି ତ ବି ଲେଖୁଛନ୍ତି ବହୁତ କଥା। ତେଣୁ ତାରି ଭିତରେ ବହୁତ ଲେଖିଛନ୍ତି। ମୁଁ ନିଶ୍ଚୟ ଅପା ଜାଣିଛି। ହଁ, କେତେଟା ବହି କରିଛନ୍ତି? 2ଟା ବହି ନାରୀ ମାନଙ୍କ ଉପରେ କେବଳ। ହଁ, ନାରୀ ମାନଙ୍କ ଉପରେ 2ଟା ବହି କରିଛନ୍ତି। ସେଇ ବହିରୁ ହଉ ବା ଆଉ ଅଲଗା ହଉ, ଆପଣ ଗୋଟେ କବିତା ଗୋଟେ କିଛି ଶୁଣେଇଲେ ମତେ, ଶୁଣାନ୍ତୁ ତ। ଠିକ ଅଛି, କବିତା ଦେଖ, କବିତାର ଶୀର୍ଷକ ହେଲା ନାରୀଟିଏ। ନାରୀଟିଏ, ଆଚ୍ଛା। ନାରୀଟିଏ ଜୀବନର ଅଙ୍କା ବଙ୍କା ପଥେ ସେ ପାଦ ଚଳାଇ ଯାଏ ନିଶ୍ଚିନ୍ତରେ ନିର୍ବିକାରେ। ଆଜ୍ଞା। ଜୀବନର ଅଙ୍କା ବଙ୍କା ପଥେ ସେ ପାଦ ଚଳାଇ ଯାଏ ନିଶ୍ଚିନ୍ତରେ ନିର୍ବିକାରେ। ଖୋଜି ନାହିଁ ସାହାଯ୍ୟ କାହାରି, କୋମଳ ଶରୀରେ ତାର ସହିବାର ସାହସର ଧୈର୍ଯ୍ୟର ସୀମାକୁ ମାପି ହେବ ନାହିଁ। କୋମଳ ଶରୀରେ ତାର ସାହସର ଧୈର୍ଯ୍ୟର ସୀମାକୁ ମାପି ହେବ ନାହିଁ। ସଂସାରକୁ ବାନ୍ଧି ରଖେ ସେ ତ ବଉଳ ମାଳାରେ, ଦୁଃଖ ଶୋକ ସହିବିତ ବାସ୍ନା ତାର ସେମିତି ମହକେ ସବୁଦିନେ ସବୁ କାଳେ କାଳେ। ଦୁଃଖ ଶୋକ ସହିବିତ ବାସ୍ନା ତାର ସେମିତି ମହକେ ସବୁଦିନେ ସବୁ କାଳେ କାଳେ। ଲୋଭ ମୋହ କ୍ରୋଧ ଘୃଣା ବାନ୍ଧି ରଖିବା ପାଇଁ କି ଅମୁହା କୋଠରୀଟିଏ ତୋଳେ। ସନ୍ତାନକୁ ଗଢିବାକୁ ରାତି ହୁଏ ଦିନ ତାର, ପୃଥିବୀ ତାର ସୀମିତ ରହେ ଲାଲି ଓଠେ ମିଟି ମିଟି ଦୁଇଟି ଆଖିରେ। ଅନ୍ୟର ଦୋଷକୁ କ୍ଷମା କରୁଥାଏ, ଅନ୍ୟର ଦୋଷକୁ କ୍ଷମା କରୁଥାଏ। ନିଜ ଦୋଷ ନିଜେ ବୁଝେ, ନିଜ ପାଇଁ ଖୋଜେ ହୃଦୟଟେ, ଯାହା ପାଇଁ ଶବ୍ଦ ନାହିଁ ଯୋଗ୍ୟତାର ମାପ ନାହିଁ, ସିଏ ତ କେବଳ ନାରୀଟେ। ନିଜ ପାଇଁ ଖୋଜେ ହୃଦୟଟେ, ଯାହା ପାଇଁ ଶବ୍ଦ ନାହିଁ ଅନନ୍ୟା ସେ ଯୋଗ୍ୟତାର ମାପ ନେଇ, ସିଏ ତ କେବଳ ନାରୀଟେ, ସିଏ ତ କେବଳ ନାରୀଟେ। ଏକ୍ସଲେଣ୍ଟ ଅପା, ସତରେ ଅପା, ସତରେ ମୁଁ ବି ଏତିକି କହିବି ଯେ ମୋର ବି ଶବ୍ଦ ନାହିଁ ଆପଣଙ୍କୁ କିପରି ଭାବରେ ପ୍ରଶଂସା କରିବି ଆଉ କିପରି ଭାବରେ ଶବ୍ଦରେ ବ୍ୟକ୍ତ କରିବି। ଆପଣ ଏତେ ସୁନ୍ଦର ଭାବରେ ନାରୀ ମାନଙ୍କ ପାଇଁ ଲେଖିଛନ୍ତି। ଓ ମୋ ଦେହରେ ରୋମମୂଳ ଟାଙ୍କୁରି ଉଠୁଛି, ହେଲା କି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଅତି ସୁନ୍ଦର କବିତାଟି ଶୁଣେଇଥିବାରୁ। ସଂସ୍କାର ଦେବା ପାଇଁ ଚାହୁଁଛ, ସେଦିନ ଶିଶୁ ଦିବସରେ ବି କହିଲ, ମୁଁ ବହୁତ ଖୁସି ହେଲି। ଅପା, ଆମର ଶିଶୁ ଦିବସ ଉପରେ ଯୋଉ କହିଥିଲି ଶୁଣିଛନ୍ତି ଆପଣ? ହଁ, ଶୁଣିଛି। ମୁଁ ଭଲ ଲାଗିଲା। ଟିକେ ମୁଁ ଏଠି କହୁନି ଯେ ଭଲ ହେଇଛି, ନିଜେ କହିବା ଶିଖ। କିଏ କଣ କହିଲା ନ କହିଲା ତା ସାଙ୍ଗେ ସମ୍ପର୍କ ନାହିଁ। ଯୋଉ କାର୍ଯ୍ୟ କରୁଛ, ଯେମିତି ମରୁଭୂମିରେ ଓଟ ଯାଏ, ସେ ମରୁଭୂମିର ଜାହାଜ କେତେ ଲୋକଙ୍କୁ ସାହାଯ୍ୟ କରେ। ଗଧଟିଏ କେବଳ ଧୋବାର ଲୁଗା ବୋହିପାରେ, ଘୋଡା ନୁହେଁ। ତେଣୁ ନିଜ କାର୍ଯ୍ୟକୁ ନିଜେ ଦେଖ, କାହାର ସମାଲୋଚନାରେ ଭୟଭୀତ ନ ହେଇ ନିଜ ଭିତରର ଦିବ୍ୟ ଚେତନାକୁ, ନିଜର ଦିବ୍ୟ ଶକ୍ତିକୁ, ନିଜର ଆତ୍ମାର ପବିତ୍ରତାକୁ ତୁମେ ସମାଜରେ ବାଣ୍ଟି ଯାଅ। ଅମ୍ବିକା ହେଇକି ରହିବ।
ଆଜ୍ଞା ଆଜ୍ଞା ଅପା ବହୁତ କଲ୍ୟାଣ, ଆପଣଙ୍କର ବହୁତ ଆଶୀର୍ବାଦ କଲ୍ୟାଣ। ଆଜ୍ଞା ଆପଣଙ୍କର ଏମିତି ଆଶୀର୍ବାଦ ଥାଉ। ଅମ୍ବିକା ହେଇ ସବୁବେଳେ ଥାଉ। ଅମ୍ବିକା ପରିଚୟରେ ବଞ୍ଚିବାକୁ ଚାହେଁ। ଆଉ ଆପଣଙ୍କୁ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ, କୃତଜ୍ଞତା ଜ୍ଞାପନ କରୁଛି। ଆଉ ଭଗବାନ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣ ଦୀର୍ଘ ଜୀବୀ ହୁଅନ୍ତୁ, ଦୀର୍ଘ ଜୀବନ କାମନା କରୁଛି। ଆହୁରି ସମାଜ ପାଇଁ କିଛି ବାକି ଯଦି ଅଛି ଅଧୁରା ଆପଣଙ୍କର କରିବା ପାଇଁ, ତାହେଲେ କରିଚାଲନ୍ତୁ ଭଗବାନଙ୍କ ଆଶୀର୍ବାଦରୁ। ଅପା ରହୁଛି, ପ୍ରଣାମ ଆପଣଙ୍କୁ। ଧନ୍ୟବାଦ ଧନ୍ୟବାଦ ଆଜ୍ଞା ଅପା ରହିଲି, ହଁ ନମସ୍କାର। ହଁ ନମସ୍କାର।